ସେତେ ଘର। ଭାଇ ଆମର ତ ଗୋଟିଏ ଘର। ତୁ ରହିବୁ, ତୁ ରହିବୁ ଏଠି। ଆମେ ଆମର ଅଲଗା ବ୍ୟବସ୍ଥା କରିବୁ। କିଛି ନହେଲେ ଗୁହାଳଟା ଖାଲି ପଡ଼ିଛି, ଆମେ ଗୁହାଳେ ରହିଯିବୁ। ଭାଇ ତମେ କଣ କହୁଛ? ମୁଁ ତ ତମ କଥା କିଛି ବୁଝିପାରୁନି। ମୁଁ କହୁଛି ଶୁଣ, ଯେହେତୁ ତମର କିଛି ରୋଜଗାର ନାହିଁ, ତମକୁ ପଶିଲୁ, ତମ ସ୍ତ୍ରୀକି ପଶିଲୁ, ତମ ଝିଅ ପିଲା ହବ ତାକୁ ହିଁ ପଶିବୁ, ତାହେଲେ ପୂଜାର ବାହାଘର ହବ କେମିତି? ପୂଜା ବାହା ହବ ନା ନାଇଁ? ନା ଭାଉଜ ଆମେ ସମସ୍ତେ ମିଳିମିଶି କରିବା। ହଁ, ମୁଁ ମୋର ସବୁ ଜିନିଷ ଗହଣା ପୂଜାକୁ ଦେଇଦେବି। ଆସିଏ ତ କଉ ସବୁ ଗହଣା ଦେବ, ତମେ କେତେ ବାହାଘର ଆରେ କରିବେ? ମୂର୍ଖ, ଖାଲି ଗହଣା ପତ୍ର ଦେଇଦେଲେ ବାହାଘର ହେଇଯିବନି। ବାହାଘର କରିବା ପାଇଁ କମ ସେ କମ 10-15 ଲକ୍ଷ ଟଙ୍କା ଦରକାର। ମୋ ଭାଇକୁ କହିବି କିଛି ଟଙ୍କା ଦେଇଦବ। ହଁ, ତମ ଭାଇଟା ଟଙ୍କା ଆଣି ମୋ ଭଉଣୀର ବାହାଘର କରିବି? କାହିଁ ମୁଁ କଣ ମରିଯାଇଛି? ମୋ ଭଉଣୀର ବାହାଘର କରିବାର ଯଥେଷ୍ଟ କ୍ଷମତା ମୋ ପାଖରେ ଅଛି। ତମେ ଖାଲି ଆମକୁ ଆମ ବାଟେ ଛାଡ଼ି ଦିଅ, ତମ ବାଟ ତମେ ଦେଖ। ମାନେ ମୋର କହିବାର କଥା, ତମେ ଆମଠାରୁ ଭିନ୍ନ ହେଇଯାଅ। ଶୁଣି ପାରୁଛୁ ନା ନାଇଁ? ମୋ ଭାଇ ଭାଉଜ କହୁଛନ୍ତି ଆମଠାରୁ ଅଲଗା ହେଇଯିବେ। ନାଇଁ, ସେମିତି ହେଇପାରିବନି। ଆମେ ଆପଣଙ୍କ ଠାରୁ ଅଲଗା ହେଇପାରିବୁନି। କାହିଁକି ହେଇପାରିବନି? ହବୁନି ମାନେ ହବୁନି। ଏ ଭାଇ ଏତେ ଦିନ ସମୟ ଦେଲ, ଆଉ 6 ମାସ ସମୟ ଦିଅ ଭାଇ। ମୁଁ ତମ କଥା ଦଉଛି, ମୁଁ ନିଶ୍ଚୟ ଚାକିରି କରିବି। ଛୋଟ ମୋଟ ଚାକିରି ମୋ ପାଇଁ ବହୁତ ବଡ ଚାକିରି କରିବି ଭାଇ। ତମେ ତ କହିବା ଦିନ ଠାରୁ ମୁଁ ଭଲ ପାଠ ପଢୁଛି, ବହୁତ ଜାଗାରେ ଫର୍ମ ଆପ୍ଲାଏ କରିଛି ଭାଇ। ଏତେ ଦିନ ସମୟ ଦେଲା, ଆଉ 6 ମାସ ସମୟ ଦିଅ। ମୁଁ ତମ କଥା ଦଉଛି, ମୁଁ ଯଦି IAS ନ ପାଇ ତାପରେ ତମେ କହିବ। ଦେଖ, ତମେ ଆମକୁ ଏମିତି ଅନେକ ଥର କହିସାରିଲଣି, ଆମେ ଆମର ଡିସିସନ ନେଇ ସାରିଲୁଣି। ତମେ ତମର ଡିସିସନ ନେଇଛ। ଏଇଟା ଏ ଅନ୍ୟାୟ। ଘରେ ତମେ ରହିବ ନା ଆମେ ରହିବୁ? এটা অন্যায় করছো ভাবছো? এ ভাই ମୋ ଏମିତି ପ୍ରତିଶୋଧ ଦିଅନି। ସତ କହୁଛି ଭାଇ, ତମ ସେମିତି ପ୍ରତିଶୋଧ ନେବ ନା, ସତରେ ମୁଁ ଦୁନିଆ ଛାଡ଼ିଦେବି। ହେଇ, ମୁଁ ଆଉ ମୋ ପିଲାର ଭବିଷ୍ୟତ କଣ ହବ? ରକ୍ତ ପିଲା, ମୋ ଭାଇ ଭାଉଜ ବିନା ଏ ଦୁନିଆରେ ବଞ୍ଚିବା ମୋର ଦରକାର ନାହିଁ। ମୋର ସ୍ତ୍ରୀ ଦରକାର ନାହିଁ, ପିଲା ବି ଦରକାର ନାହିଁ। ମୋର କେବଳ ମୋ ଭାଇ ଭାଉଜ ଦରକାର। ଆମର ସ୍ୱାଧୀନ ହେଇ ବଞ୍ଚିବା ଦରକାର। ଆରେ ଆମେ ଆମର କେମିତି ଭଲରେ ରହିବୁ, ଭଲ ଖାଇବୁ, ଆମେ ଆମ ଚିନ୍ତା କରିବୁ। ଆମ ଚିନ୍ତା ତମର କରିବା ଦରକାର ନାହିଁ। ତମେ ତମର ଚିନ୍ତା କର। ମାନେ ଆମଠାରୁ ଯେତେ ଶୀଘ୍ର ପାରୁଛ ତମେ ଅଲଗା ହେଇଯାଅ। ଆଜି ତମମାନଙ୍କର କଣ ହେଇଛି? କାହିଁକି ଏମିତି କଥାବାର୍ତ୍ତା କରୁଛ? ଭାଇ ଏମିତି ପଥର ହେଇଯାଉନି। ଏ ଭାଉଜ, ଆରେ ଥରେ ତ ମୋ ଜାଗାକୁ ଆସ। କରିବୁ ଯାହା କହିବି ସେୟା କରିବୁ। କଣ? ତୋ ଜାଗାକୁ ତୋ ଭାଇ ଯିବେ, ତୁ ତୋ ଭାଇ ଜାଗାକୁ ଆସିବୁ। ତୁ ଯାହା କହିବୁ ତୋ ଭାଇ ମାନିବେ, ତୋ ଭାଇ ଯାହା କହିବେ ତୁ ମାନିବୁ। କିଛି ବୁଝିପାରିଲିନି। ଆଜି ଯୋଉ ତୁ ହବୁ ହରିଶ, ତୋ ଭାଇ ହେବେ ଚନ୍ଦ୍ର। ହରିଶ ଯାହା କହିବ ଚନ୍ଦ୍ର ମାନିବ, ଚନ୍ଦ୍ର ଯାହା କହିବ ହରିଶ ମାନିବ। ଶୁଣ, ଘର ଛାଡି ଯିବା କଥା କହିଲେ ତମେ ଜମା ବି ରାଜି ହବ? ହରିଶ, ହରିଶ, ଆରେ ତମକୁ ଶୁଭୁଛି ନା ନାଇଁ? ଭାଇ ଭାଉଜ ପରା ତମେ ଡାକୁଛନ୍ତି। ତୁ ହଉଛୁ ହରିଶ, ମୁଁ ହଉଛି ଚନ୍ଦ୍ର। କଣ? ହଁ ହଁ କହିଲା ତ କରିବୁ ବୋଲି। ରାଜି ତ? ଷ୍ଟାର୍ଟ କର। କହିଲି ନା ଷ୍ଟାର୍ଟ ବୋଲି। ଭାଇ ତମେ ଷ୍ଟାର୍ଟ। ଚନ୍ଦ୍ର, ତୁ ମୋ ସାନ ଭାଇ। ମୁଁ ତତେ 6 ମାସ ସମୟ ଦଉଛି। ତୁ ପାଠ ପଢ, ଚାକିରି କର। ଆରେ ତୋ କଥା, ତୋ ପରିବାର କଥା ତୁ ଜମା ଚିନ୍ତା କରନି। ମୁଁ ଅଛି, ସମ୍ଭାଳି ନେବି। ନାଇଁ ଭାଇ, ମୋ ପାଇଁ ତମେ କାହିଁ କଷ୍ଟ ପାଇବ, ଦୁଃଖ ପାଇବ? ବରଂ ଏ ଘର ଛାଡ଼ି ମୁଁ ଚାଲିଯିବି। ଆରେ ତୁ କାହିଁ ମୋ କଥା ଚିନ୍ତା କରୁଛୁ? ମୁଁ ନାଟକ କରୁଛି, ପରିବାର ପୋଷୁଛି, ସେଇଥିରେ ପରିବାର ଚଳାଇ ଦେବି। ଆରେ ତୁ ପାଠ ପଢ, ତୁ ପାଠ ପଢି ଚାକିରି କଲେ ଆମେ ପୂଜାର ବାହାଘର ଭଲ ଜାଗାରେ କରିବା। ଭାଇ, ମୋ ପାଇଁ ତମେ କହିବେ କଷ୍ଟ ପାଇବ, ଯନ୍ତ୍ରଣା ପାଇବ, ମୁଁ ଆଦৌ ଦେଖିପାରିବିନି। ମୁଁ ନିଜେ ସଂଘର୍ଷ କରିବି। ଆରେ ମୁଁ ଥତ ତୁ କଷ୍ଟ କରେ, ଏଇଟା ମୁଁ ସହିପାରିବିନି। ଶୁଣ ଚନ୍ଦ୍ର, ଆମେ ସମସ୍ତେ ସାଙ୍ଗ ହେଇ ରହିବା। ମୁଁ କହୁଛି ଏଇ ଘରରେ ପାଠ ପଢିଲେ ତୁ ତ ଲକ୍ଷ୍ୟସ୍ଥଳେ ପହଞ୍ଚିପାରିବି। ବାସ୍। ହରେ ଆରେ ତମେ କଣ ତା କଥାର ଉତ୍ତର ଦେଇପାର? ଆରେ ସେ ମତେ କହିବାକୁ ସୁଯୋଗ ଦେଲେ ତ। ଚନ୍ଦ୍ର, ତୁ ମୋ ସାନ ଭାଇ। ମୁଁ ତତେ 6 ମାସ ସମୟ ଦଉଛି। ତୁ ପାଠ ପଢ, ଚାକିରି କର। ଯା ଭାଇ, ତୁ ନିଶ୍ଚୟ ତ ଲକ୍ଷ୍ୟସ୍ଥଳେ ପହଞ୍ଚିଯିବୁ। ଯାରେ ଯା ଭାଇ, ଯା।
ହରିଶ ଚରିତ୍ର ହେଇ ତୁ ଚନ୍ଦ୍ରକୁ କହିଛୁ ନା ଯାହା ପାଇଁ ଯାହା ବୋଲି ତେଣୁ ତୁ ଏବେ ଘର ଛାଡ଼ି ଯା। ନାଇଁ ନାଇଁ ଭାଇ ତମେ ସେମିତି କୁହନି ମୁଁ ଏ ଘର ଛାଡ଼ି କୁଆଡ଼େ ହରିଶ ଚରିତ୍ରରେ ତୁ ଚନ୍ଦ୍ର କହୁଛୁ ଯାହା ଏଇଟା ତୋର ଶପଥ ଥିଲା ମାନେ ତୁ ଏ ଘର ଛାଡ଼ି ଯିବୁ। ଚାଲ ଆରେ କଣ ଚାଲ ମୋ ଭାଇ ମୋ ସହିତ ଖେଳ ଖେଳୁଥିଲେ ମଜାକ କରୁଥିଲେ ମୋ ଭାଇ ମୋ ସହିତ ସତରେ ଚାଲିଯିବି ନା କଣ ଯିବୁନି ତୁ ନା ମୁଁ ଯିବିନି ଅଳ୍ପ ଯିବୁ କହିଲି ମୁଁ ଯିବିନି ଯିବୁନି। ଗାୟତ୍ରୀ ଯାଅ ଗାୟତ୍ରୀ ଘର ଭିତରକୁ ଆମର ଯାହା ସବୁ ଜିନିଷ ଅଛି ନେଇ ଆସ। ନାଇଁ ଭାଇ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଆମେ ଚାଲିଯିବା। ଭାଇ ସେମିତି କୁହନି କହିଲି ନା ଗାୟତ୍ରୀ ଯାଅ ବୋଲି ଆଉ ହାତ ଯୋଡୁଛି ଗାୟତ୍ରୀ ଯାଅ। ଭାଇ ଗାୟତ୍ରୀ କହିଲି ନା ତମ ଘର ଭିତରୁ ଯାଇ ଜିନିଷ ନେଇ ଆସ ବୋଲି ଆରେ ଯାଅ। ଏ ଭାଉଜ ଆରେ ମୋ କଥା ତୋରେ ଶୁଣି ଯାଅ ଏମିତି ପ୍ରତି ମୋ ଉପରେ ଦିଅନି ଆରେ ଶୁଣୁନ କାହିଁକି ଏ ଭାଇ ସତର୍କ ତମେ ଛାଡ଼ିକି ଚାଲିଯିବ ତୁ ଯଦି ଏ ଘର ଛାଡ଼ି ନ ଯିବୁ ମୁଁ ସତ କହୁଛି ଏ ଘର ଛାଡ଼ି ମୁଁ ଚାଲିଯିବି। ଆରେ କାହିଁକି ଭାଇ କଣ ପାଇଁ କାହିଁକି ନା ତୁ ଯେ ଗୋଟେ ବେକାର ମୁଁ ବା କହୁଛି ଚାକିରି କରିବି ବୋଲି ମୁଁ ସେଇଦିନ ଆସିବି ଯୋଉଦିନ ତୁ ଚାକିରି କରିବୁ ସେଇଦିନ ଆସିବି। ଏ ଭାଇ ଏତେ ଦିନ ସମୟ ଦେଲ ଏତେ ଦିନ ମୋ ଅଳି ଅର୍ଦ୍ଧନି ଶୋଇଲ ଆଉ 6 ମାସ ଶୋଇଗଲେ କ୍ଷତି କଣ ଭାଇ ଆରେ ପାଗେଳା 6 ମାସ ପୁଣି ମୋ ହାତରେ ସମୟ ଥିଲେ ତ ମାନେ ମତେ ଲାଗୁଛି ଏଇ 6 ମାସ ଚାଲ